ମଣିଷମାନଙ୍କ ପ୍ରତି ସୃଷ୍ଟିର ଏକ ଶ୍ରେଷ୍ଠ ବରଦାନ ହେଉଛି ବିଦ୍ୟା ବା ଶିକ୍ଷା, ଯାହାକୁ ଜ୍ଞାନ ଓ ଶକ୍ତି ମଧ୍ୟ କୁହାଯାଏ। ଏହା ଅମୂଲ୍ୟ। ଶିକ୍ଷା ହେଉଛି ବ୍ୟକ୍ତିଗତ ଏବଂ ସାମାଜିକ ବିକାଶର ମୂଳଦୁଆ। ଜୀବନଯାତ୍ରାରେ ଆମ ବିଦ୍ୟାଳୟ ଆମ ପାଇଁ ମାର୍ଗଦର୍ଶକ ଗୃହ ଭାବରେ କାର୍ଯ୍ୟ କରିଥାଏ। ଆଗାମୀ ଭବିଷ୍ୟତ ପାଇଁ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରେ। ସେହିପରି ଭାବରେ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ଉରାଳି ଗ୍ରାମ ପଞ୍ଚାୟତ ଅଧୀନ ନଛିପୁରଠାରେ ନିଜର ଭୂମି ପୂଜନ କାର୍ଯ୍ୟକ୍ରମ ପବିତ୍ର ମାର୍ଗଶିର ମାସ ଗୁରୁବାର ଅର୍ଥାତ୍ ଆଜିର ଦିନରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ 12 ବର୍ଷର ଏହି ବିଦ୍ୟାଳୟଟିକୁ 11, 10 ଏବଂ 12 ଶ୍ରେଣୀ ସହିତ ନର୍ସିଂ ଏବଂ ଫାର୍ମାସି ପାଠ୍ୟକ୍ରମ ଭାବରେ ଭବିଷ୍ୟତ ପାଇଁ ଯୋଜନା କରି ଆଜିର ଏହି ପବିତ୍ର ଦିନରେ ନିଜର ପ୍ରଥମ ସୋପାନ ବା ଭୂମି ପୂଜା ଆରମ୍ଭ କରିଛି। ତେବେ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ରଣା, ପୂର୍ବତନ ଶିକ୍ଷକ ପ୍ରମୋଦ କୁମାର ମହାନ୍ତି, ଡାଇରେକ୍ଟର ନୟନ କିଶୋର ପରିଡ଼ା ଏବଂ ଦିଲ୍ଲୀପ କୁମାର ମହାନ୍ତିଙ୍କ ଉପସ୍ଥିତି ସହିତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ମୋ ନାଁ ହେଲା ନୟନ କିଶୋର ପରିଡ଼ା। ମୁଁ ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲର ଚେୟାରମ୍ୟାନ୍। ଆମ ସ୍କୁଲଟି ହେବାର 8-9 ବର୍ଷ ଚାଲିଛି, ଯାହା ବିଷୟରେ ଆମେ ଯେତିକି ଇମ୍ପ୍ରୁଭ୍ କରିବା କଥା ଆହୁରି ଆଗ୍ରହ କରିଯାଉଛୁ। ଆମର ସ୍କୁଲ କରିବାର ଉଦ୍ଦେଶ୍ୟ ଥିଲା କି ଏ ଅଞ୍ଚଳରେ କେମିତି ପିଲାମାନେ CBSEର ସିଲାବସ୍ ଅନୁସାରେ ପାଠ ପଢ଼ିବେ, ଯାହାକୁ କି ବାହାରେ ଯଦି ପିଲା ପଢ଼ୁଛନ୍ତି ଅଧିକ ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁଛି। ଆମେ ଏଠି ସ୍ୱଳ୍ପ ତାଙ୍କଠୁ ପଇସା ରଖୁଛୁ, ଯେଉଁ ହିସାବରେ ପିଲାମାନେ CBSE ପଢ଼ିପାରିବେ। ଆଉ ପଢ଼ିପାରିଲା ପରେ ଆମର ଏଠି ଇଚ୍ଛା ଅଛି ଆମେ +2 ପର୍ଯ୍ୟନ୍ତ ନେଇଯିବୁ, ଯେଉଁଟାକି 12th ଯାଉଛି। ଏହାପରେ ଆମେ କ'ଣ କରିବୁ ନା ଆମର ଫାର୍ମାସି ଏବଂ ଯେଉଁଟା ଅଛି ନର୍ସିଂ ସେ ଦୁଇଟା ଆଧିର ଆଡ଼୍ କରାଉଛୁ। ଏ ଅଞ୍ଚଳରେ ପିଲାମାନେ ଖୁସିରେ ପାଠ ପଢ଼ନ୍ତୁ ଏବଂ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ମଧ୍ୟ ହେବ। ଆଜି ଭୂମି ପୂଜା ହେଲା, କେବେ କମ୍ପ୍ଲିଟ୍ ହେବ ଆପଣଙ୍କର ଆଶା? ଆଜି ଭୂମି ପୂଜା ହେଲା, କେବେ କମ୍ପ୍ଲିଟ୍ ହେବ ଆଶା? ଆଜି ଯେହେତୁ ଗୋଟେ ଭଲ ଦିନ ଥିଲା, ମାର୍ଗଶିର ମାସ ଗୁରୁବାର, ଭଲ ଦିନରେ ଆମକୁ ସୁଜିଥିଲା, ସେଥିପାଇଁ ଆମେ ଆଜି ଶୁଭ ଦେଇଦେଇଛୁ। ଆମେ ଅନୁମାନ କରୁଛୁ 6-7 ମାସ ଭିତରେ ଘର ଟୋଟାଲ ବିଲ୍ଡିଂ କମ୍ପ୍ଲିଟ୍ କରିକି ନ୍ୟୁ ବିଲ୍ଡିଂରେ ନ୍ୟୁ ସେସନ୍ ଆରମ୍ଭ କରିବା ପାଇଁ। ଭୂମି ପୂଜା ଆଜି ତ ବହୁତ ଆଜି ଭଲ ଦିନ ଦେଖି ଆମେ ଭୂମି ପୂଜା କରୁଛୁ। ସ୍କୁଲର ଏକରେ ଜାଗା କିଣୁଛୁ। ଆମେ ଆଗକୁ 6 ମାସ ଭିତରେ ଘର କମ୍ପ୍ଲିଟ୍ କରିକି ଆସିବୁ ବୋଲି ଆଉ ସେ ମନସ୍ଥ କରିକି ଆଜି ଭଲ ଦିନରେ ଭୂମି ପୂଜା ଆରମ୍ଭ କରିଛୁ। କିନ୍ତୁ ଆମର ବହୁତ ପିଲା ବର୍ଷ ହେଲେଣି, ଆମେ ରେଣ୍ଟ ରହିଥିଲୁ, ଜାଗା ହେଉନାହାନ୍ତି। ଆମେ ଇଚ୍ଛା କରୁଛୁ 20,000 ସ୍କୋୟାର ଫିଟ୍ର ବିଲ୍ଡିଂ ତିଆରି କରିବୁ। Myself Pramod Mohanty, ex-teacher of Oxford Public School. I am a great well-wisher of the school. We are proud of because we have got a very nice person, an excellent principal, educationist also, and experienced persons. And moreover, I would like to say the credit goes to Nayan sir and Anil sir because they are the founder of the school and director chairman also. On all occasions, like starting from sports to any exhibition, any occasions, any ceremonies, I participate actively, and I feel the school is ours. Our locality school is our school, and I wish all success of the school. The school will flourish because due to endeavor, due to hard work of Nayan sir and Anil sir, school will go ahead. This much I can say. Good morning, sir, and good morning, all of you. Pray at the lotus feet of Almighty to shower His blessings on the auspicious occasion of our Bhumi Pujan, that is where belongs to Oxford Public School. And I am Dr. Ajit Kumar Rana. I am the principal of this organization. It is my privilege as a principal that I am attending this Bhumi Pujan, this sacred Bhumi Pujan, which is the best effort from the management to build up the future nation of all the students in this area, not only in this area, the entire world you can say, because we have planned. It is a completely government registered and recognized institutions, and we have planned the institution will continue up to standard 12. And afterwards also we have separate special planning. We'll add different branches for these institutions. And all the students, it is completely non-profitable, non-political organizations. We are not giving stress much more to income here, but to expand here. I will give many thanks to both the chairman who are the founder of these organizations. So nicely they have been expending lots of money, crores and crores, for the best development of the students of this area.
And as a principal, it is also my privilege, and I am proud of this organization. That's why I'm continuing. And it is my aim and objective, with proper planning, organizing, leading, and controlling, these institutions must succeed in entire world. And I hope that we all should achieve all the informations, all the propagation, all the development, all the new educational policy that should have to implement in these organizations, and which help a lot for the best future development of all of my kids. Thank you all. Thank you. କଟକ ସଦରରୁ ବିଭୂତିଭୂଷଣ ତରାଇଙ୍କ ରିପୋର୍ଟ ଲିଭଲାଇ ପଡ଼ିଆ।